Sri Aurobindo Mira, open my mind, my heart, my life to your light, your love, and your power. In all things may I see the divine. ଆଲୋଚନା ପାଇଁ ଯାହା ଦିଆହେଇଛି ସିନ୍ଥେସିସ୍ ଅଫ୍ ଯୋଗର ଭାଇ ସନ୍ତୋଷ ଭାଇ ଭକ୍ତି ଯୋଗରୁ କିଛି କହିଲେ, ମୋତେ ତାର ଟିକେ ଲାଞ୍ଜ ପାଠ ଦିଆଯାଇଛି, ଓନ୍ଲି ଟେଲ୍ ପାର୍ଟ। ଭକ୍ତି ଯୋଗ ବିଷୟରେ ମୁଁ ପ୍ରକୃତରେ କହିବି ନାହିଁ। ଶ୍ରୀ ଅରବିନ୍ଦ କିନ୍ତୁ ଗୋଟିଏ କଥା ଦେଖେଇଛନ୍ତି, ଭକ୍ତି ଯୋଗର ପ୍ରମାଦ କ'ଣ, କରେକ୍ଟିଭ୍ ମେଜର୍ସ। ଭକ୍ତି ଯୋଗ ସମ୍ପର୍କରେ ଆମେ ମୋର୍ ଅର୍ ଲେସ୍ ସମସ୍ତେ ଜାଣନ୍ତି। ଭଲ ପାଇବା, ଆରାଧ୍ୟଙ୍କୁ ଭଲ ପାଇବା, ଯାହାଙ୍କୁ ଆମେ ଆମ ଜୀବନର ସବୁକିଛି ବୋଲି ଗ୍ରହଣ କରିଛନ୍ତି ତାଙ୍କୁ ଭଲ ପାଇବା। କିନ୍ତୁ ଏଥିରୁ ଗୋଟିଏ ପ୍ରମାଦ ଆସେ, ଯେଉଁ ପ୍ରମାଦକୁ ନେଇକରି ହୁଏତ ଆମେ ଅସୁବିଧାରେ ପଡ଼ିଯାଇପାରନ୍ତି, ପଡ଼ିଯାଆନ୍ତି। ମା ଗୋଟେ ଜାଗାରେ କହିଲେ ଯେ if you love God, how can you love man? ଯଦି ତୁମେ ଈଶ୍ୱରଙ୍କୁ ଭଲ ପାଉଛ ବୋଲି ଦାବି କରୁଛ, ତୁମେ ମଣିଷକୁ କେମିତି ଭଲ ନ ପାଇବ? ସେଥିରୁ ଗୋଟେ ଏକ୍ସଟେନସନ୍ ଆଉ ଗୋଟେ ଏକ୍ସଟେନସନ୍ ଆସିପାରେ। ଯଦି ମଣିଷକୁ ଭଲ ପାଉଛ, ତାହେଲେ ଏ ସୃଷ୍ଟି ଭିତରେ ଯେଉଁ ସବୁ ରୂପ ପରିଗ୍ରହ ହେଇଛି ସମସ୍ତଙ୍କୁ କେମିତି ଭଲ ନ ପାଇବ? ଏ ଏକ ଗୂଢ଼ ତତ୍ତ୍ୱର କଥା। ଖ୍ରୀଷ୍ଟିଆନିଟିରେ ତ ଭାରି ସହଜରେ କହିଦିଆଗଲା ବାଇବେଲରେ, ଲଭ୍ ଦାଇ ନେବର। ଲଭ୍ ଦାଇ ନେବର କଥାଟି ଏତେ ପରିମାଣରେ ମାନସିକ ଯେ ଯେମିତି ତାକୁ ମୁଖସ୍ଥ କରିଦେଇକରି ମୋ ପଡ଼ିଶା ଘରେ ଯିଏ ରହୁଛି ମୁଁ ତାକୁ ଭଲ ପାଇବାକୁ ବାଧ୍ୟ। ମୋ ପରିବାର ଭିତରେ ମୋ ସ୍ତ୍ରୀକି ଭଲ ପାଏ କି ନ ପାଏ ସେ ଅଲଗା କଥା। ବାଇବେଲରେ କୁହାଯାଇଛି ଲଭ୍ ଦାଇ ନେବର, ତା ମାନେ ମୋର ପଡ଼ିଶାକୁ ହିଁ ମୁଁ ନିଶ୍ଚୟ ଭଲ ପାଇବି, ବାଇବେଲରେ କୁହାଯାଇଛି। ତେଣୁ ଏଇଭଳି ଏକ ଗୋଟେ ମାନସିକ ଧାରଣାକୁ ନେଇକରି ଆମେ କେବେ ହେଲେ ଭଲ ପାଇପାରିବା ନାହିଁ। ଭଲ ପାଇବାର ଉତ୍ସଟି ହେଉଛି ଆମର ଭାବ, ଇମୋସନ୍। ଯେତେବେଳେ ଯୋଗକୁ ଜ୍ଞାନ ଭିତରେ ବା ଯୋଗକୁ ହଟ୍ଟ ଯୋଗ ଭିତରେ ଯୋଗକୁ ମନସ୍ତରରେ ବାନ୍ଧି ଦିଆଯାଉଛି, ସେତେବେଳେ ବାସ୍ତବରେ ଏ ଯେଉଁ ଇମୋସନ୍ ଜିନିଷଟି ଆସିପାରୁନି। ଅନେକ ସମୟରେ ଶ୍ରୀ ଅରବିନ୍ଦଙ୍କୁ ଲୋକମାନେ କହନ୍ତି ନାହିଁ କି, ଏ ମ୍ୟାନ୍ ହୁ ନେଭର ସ୍ମାଇଲ୍ସ ଏ ଡେଞ୍ଜରସ୍ ମ୍ୟାନ୍। ତାଙ୍କ ମୁହଁରେ କେହି କେବେ ହସ ଦେଖିବା ପାଇଁ ପାଆନ୍ତିନି। ତାଙ୍କର ଶିଷ୍ୟମାନେ ବି ପଚାରିଛନ୍ତି ଏବଂ ତାର ଉତ୍ତର ମଧ୍ୟ ସେ ଦେଇଛନ୍ତି। ବହି ବି ଲେଖା ହେଇଛି ଶ୍ରୀ ଅରବିନ୍ଦଙ୍କର ହ୍ୟୁମର ଉପରେ। ହସିବାଟା କେବଳ ମୁହଁର ଗୋଟେ ଆକୃତିକୁ ଚିହ୍ନିତ କରେ ନାହିଁ। ହସିବାଟା ହେଉଛି ଭିତରର କଥା। ସେଟା ମୁହଁରେ ପ୍ରକାଶ ପାଇପାରେ କିମ୍ବା ପାଇ ନପାରେ, କିନ୍ତୁ ଭିତରେ ପ୍ରକାଶିତ ହେବ। ଏବଂ ଯଦି ଭିତରେ ପ୍ରକାଶିତ ହେଲା ବା ଭିତରେ ଯଦି ସେ ରୂପ ନେଲା, ସେ ନିଶ୍ଚିତ ଭାବରେ ବ୍ୟବହାରିକ କ୍ଷେତ୍ରରେ ତା ପ୍ରକାଶିତ ହେବ। ଅର୍ଥାତ୍ ଭଲ ପାଇବାର ଦୁଇଟି ଦିଗ ଆସିବ ଯେ ମୁଁ ଯଦି ମୋର ଆରାଧ୍ୟଙ୍କୁ ଭଲ ପାଉଛି, ତାହେଲେ ମୁଁ ତାଙ୍କୁ ପ୍ରତ୍ୟେକ ସ୍ଥାନରେ ଦେଖିବାକୁ ସମ୍ଭବପର,
प्रत्येक स्थान में देखा मुझे समर्थ हेबी जदि प्रत्येक स्थान में मुझे देखा समर्थ होउची ताले प्रत्येक सकल वस्तु से अच्छा बोली मुझे स्वीकार करी तेणु भल पाइबाटा केवल जो भक्ति जोग मानकर जहाँ कहुई श्री अरविंद ताको आदौ ग्रहण करूना सिस्टम सब जोगरे हट जोग विषय कहले ज्ञान जोग विषय कहले किंतु श्री अरविंद कथा नुहे आदौ श्री अरविंद विभिन्न प्रसंग आनीचती ज्ञान जोगरे कौन अच्छी हट जोगरे कौन अच्छी भक्ति जोगरे कौन अच्छी आमे भी देखुचंती जो माने भक्ति जोग अनुसरण करती अनेक समय आपड़ देखिए किसी लोक अच्छी बा किसी संप्रदाय अच्छी निर्दिष्ट धरणर वस्त्र पिंधि थे निर्दिष्ट धरणर चंदन तांको मुंडरे लगी निर्दिष्ट भाव में कथा कहूथिबे नमस्कार कले पूरापूरी 30 डिग्री किंबा 45 डिग्री काटिकी नमस्कार करेंगे ये केवल गोटे शरीर अंगभंगी नमस्कार नकले नमस्कार कम्युनिकेट हो पार मुझे जन को हाथ न जोड़े मु भल पाइबाटी को कौन ना कौन बाटर कम्युनिकेट करदे पारिबी भाषारे कहिबा किंबा निर्दिष्ट अंगभंगी साहाय्य प्रकाश करिबा नॉट एनफ ता बाद बहुत कथा अच्छी जहाँ को आम नीरवरे मध्य प्रकाश करि परिबा श्री अरविंद सब नीरवता पर गुरुत्व देइचंती नीरवरे आमे भक्ति जोगरे जहाँ ताकू आमे ग्रहण करिबा कि जदि नीरवता भितर आमे ताको ग्रहण कले ताहले पिंपुड़ी जंदा ठो आरंभ करिकरी ह्यूमन पर्यंत एपरिकी जे मोर राइवाल मध्य जे मोर शत्रु मध्य मु तांकु मध्य स्वीकार करि पारिबी तांकु मध्य मु ग्रहण करि पारिबी श्री अरविंदकर अनेक कवितारे गोटे छोटिया कविता अच्छे गड कविता आपण माने पढ़ी जे ठीक लाइन मोर मन नहीं किंतु कौन से गोटे जगह कहते से गड कवितार कहते जे तुम्हें जे गोटे क्षुद्राति क्षुद्र गोटे क्रीड़ा भितर निजक प्रकाशित करुच एटा प्रमाणित करुच प्रकृत में ईश्वर कारण समग्र विश्व रे तमें विश्व को तैयारी करी तो विश्व भितर तमें रहीच मैग्निफिसेंट यू आर मैग्निफिसेंट यू आर सो एक्स्ट्राऑर्डिनरी किंतु या सत्वे तमें गोटे छोटिया क्रीड़ा भितर जे कि नर्दमारे रहुची ता भितर तमें निजको प्रकाशित करिच तेणु जे ये समग्र विश्व ब्रह्मांड को तैयारी करिचंती जदि मु तांको भल पाउची मु जदि स्वीकार करी ताले से क्रीड़ाटी भितर मध्य अछंती ताले मु से क्रीड़ाटी के मध्य भल पाइबी किंबा से क्रीड़ा भितर जे रहिचंती तांको मु स्वीकार कले मो जीवन क्षेत्र रे हे परिबो मु तांको स्वीकार कली बहुत कष्टकर कथा कारण आमे एक्सेप्टेंस अपेक्षा आम भितर रिजेक्शन एटीट्यूडटा बहुत अधिक आमे बहु जिनिस को अस्वीकार करूँ किंतु से अस्वीकार करने भितर आमे वास्तव रे अनेक परिमाण रे तांकु मध्य अस्वीकार करि चालू एते दिन धरिकरी ईरान एवं अमेरिका भितर युद्ध होउची कैन वी एक्सेप्ट इट युद्ध होउची विभीषिका होउची लोक मरुचंती आमे ए प्रकार तांडव को कोन आमे स्वीकार करि परिबा पारिबानी आमे खबर कागज पढ़ुचंती टीवी रे देखुचंती
ଯେଉଁଠି ବସିଲେ ଅନ୍ୟମାନଙ୍କ ସହିତ ଆଲୋଚନା ହେଉଛି, ଦିସ୍ ମ୍ୟାନ୍ ଇଜ୍ ଡୁଇଂ ଦିସ୍, ଦ୍ୟାଟ୍ ମ୍ୟାନ୍ ଇଜ୍ ଡୁଇଂ ଦ୍ୟାଟ୍, ସେ ବୋମା ପକାଇଲା, ସିଏ ହେଲା, ହେ ମଣିଷ ଗୁଡ଼ା କ'ଣ ହେଇଗଲେ, ମଣିଷ ଭିତରେ ଆଧ୍ୟାତ୍ମିକତା ନାହିଁ। କିନ୍ତୁ ଯେଉଁ ଯୁଦ୍ଧଟି ହେଉଛି ସେ କ'ଣ ପରମ ପ୍ରଭୁଙ୍କର ଇଚ୍ଛା ନୁହେଁ? ଯେଉଁ ଯୁଦ୍ଧଟି ହେଉଛି, ଯେଉଁ ବିଭୀଷିକା ଘଟି ଚାଲିଛି, ବହୁତ ମଣିଷ ମରୁଛନ୍ତି। ଯେଉଁ ସିଭିଲାଇଜେସନକୁ ତିଆରି କରିବା ପାଇଁ ଶହ ଶହ ବର୍ଷ ଲାଗିଯାଇଥିଲା ବିଭିନ୍ନ ସ୍ଥାନରେ, ସେ ସିଭିଲାଇଜେସନ ଖଣ୍ଡ ଖଣ୍ଡ ହେଇକି ଭାଙ୍ଗି ଯାଉଛି। ଆମେ କ'ଣ ସମସ୍ତେ ଅସ୍ୱୀକାର କରିବେ? ଭୁଲ କାହାର, ଠିକ୍ କାହାର, ତା ଭିତରୁ ଯିବାର ନାହିଁ। ସମସ୍ତେ ସେ ବିଭୀଷିକାକୁ ଅସ୍ୱୀକାର କରିବେ। ବଟ୍ ଆମେ ଯେଉଁମାନେ ଶ୍ରୀ ଅରବିନ୍ଦଙ୍କୁ ପଢ଼ିଛନ୍ତି, ଯେଉଁମାନେ ଶ୍ରୀ ଅରବିନ୍ଦଙ୍କର ତତ୍ତ୍ୱର ଭିତରକୁ ଯାଇଛନ୍ତି, ଆମେ କେତେ ପରିମାଣରେ ତାକୁ ଅସ୍ୱୀକାର କରିପାରିବା? ନା ଆମେ ତାକୁ ମଧ୍ୟ ସ୍ୱୀକାର କରିବା। ସ୍ୱୀକାର କରିବା as an expression of the divine। ଭଲ ପାଇବା ଯଦି ଡିଭାଇନ୍ ହେଲା, ସୁନ୍ଦରତା ଯଦି ଡିଭାଇନ୍ ହେଲା, ମଙ୍ଗଳମୟତା ଯଦି ଡିଭାଇନ୍ ହେଲା, ଯାହା କୁଶ୍ଚିତ ସେ କ'ଣ ଡିଭାଇନ୍ ନୁହେଁ? ଯାହା ଆମେ ଅମଙ୍ଗଳ କରି ବୋଲି ଆମେ ଯାହା କହୁଛନ୍ତି, ସେ କ'ଣ ଡିଭାଇନ୍ ନୁହେଁ? ଯେତେବେଳେ ମୋ ଦେହରେ ଗୋଟେ ଘା ହେଉଛି, ସେ ଘାକୁ କ'ଣ ମୁଁ ଗୋଟେ ଡିଭାଇନ୍ ଏକ୍ସପ୍ରେସନ୍ ବୋଲି ଗ୍ରହଣ କରିବି ନାହିଁ? ନାଇଁ, କେତେ ପରିମାଣରେ ଆମେ ଗ୍ରହଣ କରିପାରୁଛନ୍ତି କିମ୍ବା ନାହିଁ? କାରଣ ଆମେ ସବୁବେଳେ ଈଶ୍ୱରଙ୍କୁ ମଙ୍ଗଳମୟ, ଈଶ୍ୱର ସୁନ୍ଦର, ଏଭ୍ରିଥିଙ୍ଗ ଗୁଡ୍, ଗଡ୍ ଇଜ୍ ଅଲୱେଜ୍ ଗୁଡ୍। କାଳେ ଆମେରିକାରେ କହନ୍ତି ଗଡ୍ ଇଜ୍ ଗ୍ରେଟ୍, ସେମାନେ ଗଡ୍ ଇଜ୍ ଗୁଡ୍ ବୋଲି କହନ୍ତିନି, ଗଡ୍ ଇଜ୍ ଗ୍ରେଟ୍। ଗଡ୍ ଇଜ୍ ଗୁଡ୍ ଅର୍ ଗଡ୍ ଇଜ୍ ଗ୍ରେଟ୍? ତାହେଲେ ଗଡ୍ ଇଜ୍ ନଟ୍ ଆନ୍ ଇନସେକ୍ଟ, ଗଡ୍ ଇଜ୍ ନଟ୍ ଏ wound on my body। ଯେତେବେଳେ ଟେରାସ୍ ଉପରେ କବି, ମୁଁ କହୁଛି ମେଡିଟେସନ୍ସ ଅଫ୍ ମାଣ୍ଡବ୍ୟ କବିତାର ଛୋଟିଆ ଅଂଶଟେ, ଟେରାସ୍ ଉପରେ କବି ବୁଲୁ ବୁଲୁ ତାଙ୍କୁ ଗୋଟେ କଙ୍କଡ଼ା ବିଛା କାମୁଡ଼ିଛି। ପଢ଼ିଥିବେ ସମସ୍ତେ। କଙ୍କଡ଼ା ବିଛା କାମୁଡ଼ିଲେ ଆମେ କ'ଣ କଙ୍କଡ଼ା ବିଛାକୁ ଭଲ ପାଇପାରିବା? ନା ଗୋଟେ ପଥର ଆଣିକିରି, ଗୋଟେ ଇଟା ଆଣିକି ତା ମୁଣ୍ଡକୁ ଛେଚିଦେବା ସେଇଠି। କିନ୍ତୁ କବି କହୁଛନ୍ତି ସେ ମୋର ପ୍ରେମାସ୍ପଦ। ଯେଉଁ କଙ୍କଡ଼ା ବିଛାଟି ତାଙ୍କୁ କାମୁଡ଼ୁଛି, ତାଙ୍କୁ ହଟ୍ କରିଛି, ତାଙ୍କ ଦେହ ବିନ୍ଧୁଥିଲା କି ନାହିଁ ମୁଁ କହିପାରିବିନି, ସେ ବିଷୟରେ କିଛି ଲେଖି ନାହାନ୍ତି। କିନ୍ତୁ କଙ୍କଡ଼ା ବିଛାର ଦଂଶନକୁ ସେ କହୁଛନ୍ତି ଇଏ ମୋର ପ୍ରେମାସ୍ପଦର ଚୁମ୍ବନ। ହାଉ ଷ୍ଟ୍ରେଞ୍ଜ! ଦିସ୍ ଇଜ୍ ରିଏଲି ଭକ୍ତି। ଭକ୍ତି ଯୋଗରେ ଆମେ ଯେଉଁ ବିଭିନ୍ନ ସବୁ ସ୍ପେସିମେନ୍ ପାଆନ୍ତି, ଚୁଟିଟି ଏତିକି ଲମ୍ବା ହେଇଥିବ, ତିଳକ ଏତିକି ପରିମାଣରେ ଲାଗିଥିବ, କଥା କହିଲେ ଚୁପ୍ ଚୁପ୍ କଥା କହୁଥିବେ, ବେଶୀ ଜୋରରେ କଥା କହିବେନି। ବିଭିନ୍ନ ସମ୍ପ୍ରଦାୟ ସବୁ ଅଛି, ସମ୍ପ୍ରଦାୟର ଇଏ ସବୁ ହେଉଛି ଆପଣଙ୍କର କୋଡ୍ ଅଫ୍ କଣ୍ଡକ୍ଟ। ଭକ୍ତିକୁ ଗୋଟେ କୋଡ୍ ଅଫ୍ କଣ୍ଡକ୍ଟ ହିସାବରେ ନିଆଯାଇଛି, କିନ୍ତୁ ଶ୍ରୀ ଅରବିନ୍ଦ ଭକ୍ତିକୁ କୋଡ୍ ଅଫ୍ କଣ୍ଡକ୍ଟ ହିସାବରେ ନେଇନାହାନ୍ତି। ଇନମୋଷ୍ଟର ପରିପ୍ରକାଶ, ଆମ ଭିତରେ ଯେଉଁ ଭାଇ କିଏ କହୁଥିଲେ ଇନର, ଆଉଟର, ଇନର ଆଣ୍ଡ ଇନମୋଷ୍ଟ, ଗଭୀରତମ ପ୍ରଦେଶର ପରିପ୍ରକାଶ ହେଉଛି ଭକ୍ତି। ପ୍ରକୃତରେ
ବାହାରେ ଭକ୍ତି ଆସିପାରିବନି। ଆପଣ ହଜାରେ ମୁଣ୍ଡିଆ ମାରିପାରନ୍ତି, ହଜାରେ କୀର୍ତ୍ତନ କରିପାରନ୍ତି, କିଛି ସମ୍ପ୍ରଦାୟ କଣ୍ଟାକ୍ଟରେ ମୁଁ ଆସିଛି ଯେଉଁଠି ତାଙ୍କର ଆରାଧ୍ୟଙ୍କୁ ବା ତାଙ୍କର ଗୁରୁଙ୍କୁ ସେ ସକାଳେ ଉଠିବେ, ତାଙ୍କୁ ବ୍ରସ୍ ପେଷ୍ଟ ଦିଆଯିବ, ସେ ଦାନ୍ତ ଘଷିବେ, ତାପରେ ତାଙ୍କୁ ଚା କିମ୍ବା କଫି ସେ ଯାହା ପିଅନ୍ତି ତାଙ୍କୁ ଦିଆଯିବ, ତାପରେ ସୁନ୍ଦର ବ୍ରେକଫାଷ୍ଟ, ଯେଉଁ ବ୍ରେକଫାଷ୍ଟରେ ଅଙ୍ଗୁର ବେଦନାଠୁ ଆରମ୍ଭ କରିକି ଯେତେ ପ୍ରକାର ଫଳ ହେଇପାରେ ଦିଆଯିବ, ସୋ ଚାଲିଲା ସିରିଜ୍ ଅଫ୍ ଆକ୍ଟିଭିଟିଜ୍। ଏବଂ ଶେଷରେ ଯେତେବେଳେ ଗୁରୁ ରାତିରେ ଶୋଇବାକୁ ଯିବେ, ଗୁରୁଙ୍କ ବିଛଣା ପାଖରେ ଗୋଟେ ହୁକ୍କା ମଧ୍ୟ ଥୁଆଯିବ, କାରଣ ଗୁରୁ ହୁକ୍କା ପିଅନ୍ତି, ପିଉଥିଲେ, ଆଜି ନାହାନ୍ତି ଗୁରୁ। ଆଣ୍ଡ ଇଟ୍ ଇଜ୍ ପ୍ରୋପାଗେଟେଡ୍ ଆଜ୍ ଭକ୍ତି ଯୋଗ। କେତେ ରିଚୁଆଲ୍ସକୁ ଆମେ ସୁନ୍ଦର ଭାବରେ ସଜେଇକିରି ଆମେ ଭକ୍ତି ଯୋଗ ବୋଲି, ଭକ୍ତି ଇଜ୍ ରିଲେଟେଡ୍ ଟୁ ଇମୋସନ୍, ଭକ୍ତି ଇଜ୍ ରିଲେଟେଡ୍ ଟୁ ଦ ଇନମୋଷ୍ଟ ପାର୍ଟ ଅଫ୍ ଆୱାର ବଡି। ଗଭୀରତମ ପ୍ରଦେଶରେ ଯେଉଁ ଭାବଟି ଉଦ୍ରେକ ହେଉଛି ତାହା ହିଁ ଭକ୍ତି। ଏବଂ ଯଦି ଭକ୍ତିକୁ ଆମେ ସେଇଭଳି ଭାବରେ ଗ୍ରହଣ କରିବା, ତାହେଲେ ଅନେକ ଜିନିଷକୁ ଆମେ ଯାହାକୁ ଆମେ ଗ୍ରହଣ କରିପାରୁନାହାନ୍ତି ତାକୁ ଆମେ ଗ୍ରହଣ କରିବା, କିଛି ରହିବନି। ନଥିଙ୍ଗ ଦ୍ୟାଟ୍ କ୍ୟାନ୍ ବି ରିଜେକ୍ଟେଡ୍, ନଥିଙ୍ଗ ଦ୍ୟାଟ୍ କ୍ୟାନ୍ ବି ଡିସ୍କାର୍ଡେଡ୍। କୌଣସି ଜିନିଷକୁ ଆମେ ଅସ୍ୱୀକାର କରିପାରିବାନି, କାରଣ ସେ ନିଜେ ସୃଷ୍ଟି ହେଇଛନ୍ତି, ସୃଷ୍ଟି ଭିତରକୁ ସେ ଆସିଛନ୍ତି। ଆମେ ଏକୁ ଭଲ କହୁ କିମ୍ବା ତାକୁ ମନ୍ଦ ବୋଲି କହୁ, ସାଧାରଣତଃ ଆମେ ଏଇଟା କହିଥାଉ। ଏ ଭଲ ମନ୍ଦର ବିଚାରଟି କେବଳ ଆମର ସାମାଜିକ ସ୍ତରର ବିଚାର ବୁଦ୍ଧିରୁ ଆସିଥାଏ, ମନ ସ୍ତରର ଗ୍ରହଣଶୀଳତାରୁ ହିଁ ଆସିଥାଏ, ଭିତରୁ ଆସେନି। ପ୍ରକୃତରେ ମୁଁ କେଉଁ ଜିନିଷକୁ ଗ୍ରହଣ କରିପାରୁଛି, କେଉଁ ଜିନିଷକୁ ଗ୍ରହଣ କରିପାରୁନି, ଏସବୁ ଜିନିଷ ରହୁଛି। କିନ୍ତୁ ଯଦି ପ୍ରକୃତରେ ଆମେ ଗ୍ରହଣ କରିବା ଯେ ଗୋଟିଏ ସୂତ୍ରରେ ଆମେ ସମସ୍ତେ ବନ୍ଧା ହେଇଛନ୍ତି, କାରଣ ସେ ସୂତ୍ରଟି ହେଉଛନ୍ତି ସେ ନିଜେ, ଆମ ସମସ୍ତଙ୍କ ଭିତରେ ରହିଛନ୍ତି। ମଣିଷଠାରୁ ଆରମ୍ଭ କରିକିରି ସ୍ମଲ୍ ଇନସେକ୍ଟ ପର୍ଯ୍ୟନ୍ତ, କୀଡ଼ାଟିଏ ପର୍ଯ୍ୟନ୍ତ ମଧ୍ୟ ସେ ରହିଛନ୍ତି। ୟସ୍ତୁ ସର୍ବାଣୀ ଭୂତାନି, ଯେ ସମସ୍ତ ଶରୀର ଭିତରେ ସିଏ ରହିଛନ୍ତି, ତାହେଲେ ଆମେ ତାକୁ ସ୍ୱୀକାର କରିବା। ସେଇଭଳି ଭାବରେ ଆଉ ଯେଉଁ ଗୋଟେ ଦାୟିତ୍ୱ ମଧ୍ୟ ମୋତେ ଦିଆହେଇଛି କର୍ମଯୋଗ ସମ୍ପର୍କରେ, ଇଏ ମଧ୍ୟ ଗୋଟେ ମାନେ ବହୁତ ମାନେ ପ୍ରମାଦପୂର୍ଣ୍ଣ। କର୍ମଯୋଗ, କର୍ମ, ଆପଣମାନେ ଯଦି ପଢ଼ିଥିବେ କେହି ରାମକୃଷ୍ଣ ମିଶନ ପବ୍ଲିକେସନର 8 ଉପନିଷଦ ଅଛି, 2ଟା ଭଲ୍ୟୁମ୍ ଅଛି, ତାକୁ ସ୍ୱାମୀ ଗମ୍ଭୀରାନନ୍ଦ ଲେଖିଛନ୍ତି। ବିଶେଷ କରି ଶଙ୍କରାଚାର୍ଯ୍ୟଙ୍କ ଅନୁସରଣ କରି ସେ ଲେଖିଛନ୍ତି, କର୍ମ କହିଲେ ଯେଉଁ କର୍ମ କଲେ ଆମେ ପ୍ରକୃତରେ ମୁକ୍ତି ପାଇପାରିବା ବୋଲି ସେ କହୁଛନ୍ତି। ଯେଉଁ କର୍ମ କଲେ ଆମେ ପ୍ରକୃତରେ ମୁକ୍ତି ପାଇପାରିବା ତାକୁ ସେ କେବଳ ଯଜ୍ଞ କର୍ମ ଭିତରେ ହିଁ ବାନ୍ଧିକି ରଖିଦେଇଛନ୍ତି। ଓନ୍ଲି ଯଜ୍ଞ କର୍ମ। ଯଜ୍ଞ କର୍ମ ଛଡ଼ା ଆଉ ଯେକୌଣସି କର୍ମ କଲେ, ଆପଣ ପାଠ ପଢ଼ନ୍ତୁ କିମ୍ବା ମାଟି ହାଣନ୍ତୁ କିମ୍ବା ରୋଷେଇ କରନ୍ତୁ କିମ୍ବା ଆଉ କାଠ ଆଣନ୍ତୁ, ଯାହା କରନ୍ତୁ, ସେ କର୍ମ ପର୍ଯ୍ୟାୟଭୁକ୍ତ ହେବ ନାହିଁ, କାରଣ ସେ ଆମକୁ ମୁକ୍ତିର ମାର୍ଗ ଦେଖାଇ ପାରିବ ନାହିଁ। ତା ବି ଠିକ୍ କଥା, ତା ବି ଠିକ୍ କଥା। କାହିଁକି ନା ଆମେ ଯେତେବେଳେ କୌଣସି ଗୋଟେ କର୍ମ କରୁଛନ୍ତି, ଯଦି ଆମେ
माँ श्री अरविंद को अनुसरण करुँच किंबा कहीं ना कहीं कौन सी संप्रदायर तत्व को ग्रहण करचंती आमे कौन कहूँ आमे कहबू जे मु कामटी को सुंदर रूपे करी सुचारू रूपे करी भल भाव करी कामटी किंतु श्री अरविंद तत्व रे सेटा नुहे कामटी को भल भाव करवा कर्मयोगर लक्षण नुहे। हाँ अर्जुन को जो कहते भगवान श्रीकृष्ण जे तुम कथा मान निमित्त मात्र भव सव्यसाची तू खाली निमित्त हो जा निमित्त ता माने ये से सुपर कन्सेंट्र एनर्जी ताकू स्वीकार करवा से मो भितर काम करुँच आई एम ए टीचर somebody is a clerk somebody is doing something else somebody is a driver bus conductor आमे ग्रहण करि परिबा कि जे ए जो कस्मिक ड्रामा एक कस्मिक ड्रामा रे मते जो भूमिकाटी दिया हेछि से भूमिकाटी को मु केवल तुले चली मु जतबेले क्लास रे पिलांको पाठ पढ़ाऊँगी मोर इंटेंशन हवा उचित नुहे जे आई मस्ट बी ए गुड टीचर सो दैट स्टूडेंट्स मस्ट प्रेज मी पिला माने मते भल पाइबे किंबा मोर प्रिंसिपल हेडमास्टर से मते बाह बाह बोली कहबे इत्यादि इत्यादि मु कस्मिक ड्रामा तो छोटे ड्रामाटी नुहे ना कस्मिक ड्रामा रे ट्रम्प अच्छी ईरान खामेनी अच्छी नरेंद्र मोदी अच्छी राहुल गांधी अच्छी मु मध्य रही मोर क्षुद्र भूमिकाटे थाई पारे बट दैट रोल हैज बीन गिवन टू मी मते से भूमिकाटी दिया हेची एवं से भूमिकाटी को ही मु निर्वाह करी चली जदि एई दृष्टिभंगी नेकरी आमे काम करि पारिबा देन ओनली दैट इज कर्मयोग से मते काम देइचंती तांकरी कामटी कि मु करूची भल मंदर विचार आसुनी भल मंदर विचारटा बाई प्रोडक्ट हिसाब से आसीबो तांकर काम को मु करूची से हिसाब रे आमे कामटी करि परिबा सिंथेसिस ऑफ योग समस्ते आपण माने पढ़ी भक्ति योग भितर को जाइचंती कर्मयोग भितर को जाइचंती ये कहवा खाली अधिकंतु आपण माने गभीरता को प्रवेश करिचंती आलोचना प्रसंग रे जतिके आसला जतिके बहुत धन्यवाद नमस्कार।